हाय हेलो नमस्कार जय जगन्नाथ केमती अच्छा आशा करছি ଆପଣମାନେ ଭଲ ଥିବେ ମୁଁ ବି ବହୁତ ଭଲରେ ଅଛି। फाइनाली ମୁଁ ଆଜି ଆସି ପହଞ୍ଚିଲି କଟକ ବକ୍ସି ବଜାରରେ ଥିବା ଦିଜ ଭାଇଙ୍କ ଦହିବରା ଷ୍ଟଲ୍ରେ ଆସି ପହଞ୍ଚିଗଲି। ଆଉ ସବୁଠୁ ଭଲ କଥା ହେଲା ଏ ଦହିବରା ଷ୍ଟଲ୍ ଆଜିକାଲିକା ଦହିବରା ଷ୍ଟଲ୍ ନୁହଁ, ମିନିମମ୍ 60-70 ବର୍ଷର ପୁରୁଣା ଦହିବରା ଷ୍ଟଲ୍। ଫାଷ୍ଟ ତାଙ୍କ ବାପା ବିକୁଥିଲେ, ଏବେ ତାଙ୍କ ପୁଅ ବିକୁଛନ୍ତି। ଚାଲନ୍ତୁ ଯିବା ଦିଜ ଭାଇଙ୍କ ଦହିବରା ଟେଷ୍ଟ କରିବା, ଟେଷ୍ଟ କେମିତି କ'ଣ ହେଇଛି। ଆପଣ ମୋ ଭିଡ଼ିଓଟା ପରେ ଶେଷ ଯାଏ ନିହାତି ଦେଖନ୍ତୁ। ଚାଲନ୍ତୁ ଭିଡ଼ିଓଟାକୁ ଷ୍ଟାର୍ଟ କରିବା। फाइनाली देखिए ମୁଁ ଏବେ କ୍ଲବ୍ ଆଣ୍ଡ କ୍ଲବ୍ରେ ଆସି ପହଞ୍ଚିଗଲି। ଚାଲନ୍ତୁ ଯିବା ଦିଜ ଭାଇଙ୍କର ଦହିବରା ଖାଇବା, ଟେଷ୍ଟ କରିବା। ଆଉ ଦେଖିପାରୁଥିବେ ବହୁତ ସାରା ଲୋକ ବି ଛିଡ଼ା ହେଇଛନ୍ତି, ମାନେ ଦହିବରା ଖାଇବେ ବୋଲି ସେ ଛିଡ଼ା ହେଇଛନ୍ତି। ଚାଲନ୍ତୁ ଯିବା ଆଗେ ଦେଖିବା କ'ଣ କ'ଣ ଭାଇ ଆଣିଛନ୍ତି, ଦହିବରା ସହିତ କ'ଣ କ'ଣ ଆଣିଛନ୍ତି ତାକୁ ବି ଦେଖିବା ଆଉ ଖାଇବା। ଆଉ ମୁଁ ଦେଖେଇବି ଆପଣମାନଙ୍କୁ କିଛି ଆଉ। दहीबरा ट्राए करवा देखिपे आप बराटा देखिपे गला बराटा देखा पूरा रसगोला पर जना देखला तो जना पड़े बरा बहुत सफ्ट रही खाली खाया पर्यंत अपेक्षा। देखा बराटा देखते पूरा जबरदस्त देखा जाए। मसला सहित टिके क्वालिटी ऐड करदवा भाई फास्ट बाइट सतरे भाई बरा पूरा जबरदस्त लगे। बरा एत सफ्ट आप पाटिक नहीं से आपे आपे मेल्ट हो आलू ट्राई करवा आलुदम का टेस्ट बहुत भल अच्छे। राग मुझे राग टे कम खाए मत राग जना पड़े जो मैंने राग टे अधिक खाऊ ठीक। आलुदम देइचंती आ घुगुनी देइचंती
ଆଉ ସେଉ ବି ଦେଇକି ପକେଇଛନ୍ତି, ଆଉ ବୋଲେ ଆମର ଦେଖିବାକୁ ଦହି ବି ପକେଇଛନ୍ତି। ଆପଣମାନେ ଦେଖିବାକୁ ଦହିବରାଟା ଭଲ ଦେଖିପାରୁଛି। ଆପଣମାନେ ଦେଖିବେ ମାନେ ଦେଖିଲେ ଆପଣ ପାଟିରୁ ପାଣି ଆସିଯିବ। ଯେତେବେଳେ ବି କଟକ ଆସେ ଆଗେ ଦହିବରା ଟ୍ରାଏ କରେ, କାହିଁକି ମୋତେ ଦହିବରା ମୋତେ ବହୁତ ଭଲ ଲାଗେ, ବହୁତ ଭଲ ଟେଷ୍ଟ କରନ୍ତି। କିନ୍ତୁ ଆଜି ବିଜୟ ବ୍ୟାଙ୍କ ଆସିବ ତାଙ୍କ ଦହିବରା ଆହୁରି ସବୁଠୁ ବହୁତ ଭଲ ଟେଷ୍ଟ ଲାଗୁଛି। ଆଉ ଭାଇଙ୍କର ହେଲା ଫୁଲଟା ହେଲା 50 ଟଙ୍କା, ହାଫ୍ଟା ହେଲା 40 ଟଙ୍କା। ଫୁଲରେ ରହୁଛି 6 ପିସ୍ ବରା ରହୁଛି, ଆଉ ହାଫ୍ରେ ରହୁଛି 5 ପିସ୍ ବରା। ଭାଇନା ସତରେ ଆପଣ ଯେତେବେଳେ କଟକ ଆସିବେ ନା, ଥରେ ବକ୍ସି ବଜାରରୁ ଆଗକୁ ଯୋଉ କ୍ଲବ୍ ଅନ୍ କ୍ଲବ୍ ଅଛି, ବିଜୟ ଭାଇଙ୍କ ଦହିବରା ଥରେ ଟ୍ରାଏ କରନ୍ତୁ। ସତରେ ଟ୍ରାଏ ଥରେ କରିବେ ନା, 2 ଥର ଆପଣ ଖାଇବାକୁ ଇଚ୍ଛା ହେବ। ଥରେ ଟ୍ରାଏ କରିବେ ଆପଣ 2 ଥର ଖାଇବାକୁ ଇଚ୍ଛା ହେବ। ଏତେ ଟେଷ୍ଟ। ଆଉ ଭାଇଙ୍କର ପୁରା ସବୁ ଜିନିଷ କହନି ନିଟ୍ ଆଣ୍ଡ କ୍ଲିନ୍, ପୁରା ସଫା ସୁତୁରା, ବହୁତ ଭଲ। ଫାଇନାଲି ମୋର ବର୍ତ୍ତମାନ ବିଜୟ ଭାଇଙ୍କ ଦହିବରା ଷ୍ଟଲରେ ଖାଇବା ହେଇଛି କମ୍ପ୍ଲିଟ୍। ମୁଁ ଅର୍ଡ଼ର କରିଥିଲି ଫୁଲ୍ ପ୍ଲେଟ୍ ଦହିବରା, ତାର ପ୍ରାଇସ୍ ମାତ୍ର 50 ଟଙ୍କା। ଆଉ 6 ପିସ୍ ବରା ଥିଲା, ଆଉ ଆମର ଘୁଗୁନି ଥିଲା, ଆଳୁଦମ୍ ଥିଲା, ଦହି ଥିଲା, ପିଆଜ ଥିଲା, ଆଉ ସେଉ ଥିଲା। ଆଉ ହାଫ୍ ପ୍ଲେଟ୍କୁ 40 ଟଙ୍କା। ସେଇ 5 ପିସ୍ ବରା ଆଉ ସେମ୍ ଆଇଟମ୍। ଆଉ ଖାଇବାର ଟେଷ୍ଟ ବହୁତ ଭଲ ହୋଇଥିଲା। ସବୁଠୁ ଭଲ କଥା ତାଙ୍କ ଦହିବରା ନା ପୁରା ନରମ, ଆପଣ ହାତରେ ଧରୁଥିବେ ଆପେ ଆପେ ମାନେ ଗୁଣ୍ଡ ହେଇଯିବ। ଆଉ ମୁଁ ଦହିବରା ଯଦି ଦେଖିନଥିଲି ରସଗୋଲା ଭଳିଆ ଦେଖାଲା, ପୁରା ସାଇଜିଆ ବରା। ଆଉ ବରାର ଟେଷ୍ଟ ପୁରା ବହୁତ ବବାଲ ହେଇଥିଲା। ପାଟିକି ଆପଣ ନେଇଯିବେ ନା, ସେଥିରେ ପାଟିରୁ ପୁରା ମେଲ୍ଟ ହେଇଯିବ। ବିଜୟ ଭାଇଙ୍କ ଦହିବରା ବହୁତ ଭଲ ହେଇଥିଲା। ଆଉ ଆପଣମାନେ ଯଦି କଟକ ଆସନ୍ତି ନା, ନିହାତି ଥରେ ବିଜୟ ଭାଇଙ୍କ ଦହିବରା ଥରେ ଟ୍ରାଏ କରନ୍ତୁ, ବହୁତ ଭଲ ଲାଗିବ। ଆଉ ସତରେ ମୁଁ ତ ଦହିବରା ଖାଇଛି, କିନ୍ତୁ ମୁଁ ଦେଖିନି ଯେ କଟକର ଦହିବରା କେହି ଦେଇପାରିବେନି। ତାର ଖାଇବା କ୍ୱାଲିଟି ଅଲଗା ପ୍ରକାର। ଆଉ ଗୋଟେ ଜାଗା ଖାଇଥିଲି କଟକରେ ମୋର ଭରତ ଭାଇ ଦହିବରା, ତାର ବି ଟେଷ୍ଟ ବହୁତ ଭଲ ହେଇଥିଲା। ଆଉ ଆମର ବିଜୟ ଭାଇଙ୍କ ଦହିବରା ଥରେ ଖାଇବେ ଆପଣ ସବୁଦିନ ଆପଣଙ୍କୁ ଖାଇବାକୁ ଇଚ୍ଛା ହେବ। ଥରେ ଖାଇବେ ମାତ୍ର, କିନ୍ତୁ ସବୁଦିନ ଖାଇବାକୁ ଇଚ୍ଛା ହେବ। ଆଉ ତାଙ୍କର ଭାଇ କ'ଣ କହନ୍ତି, ସବୁଠୁ ଭଲ କଥା ହେଲା ଭାଇ କ୍ୱାଣ୍ଟିଟି ଆଉ କ୍ୱାଲିଟି ସେ ମାନେ ଭଲ ରଖୁଛନ୍ତି। ଆଉ ବହୁତ ବି ଭଲ ହାଇଜେନ୍ ମେଣ୍ଟେନ୍ ବହୁତ ଭଲ କରୁଛନ୍ତି। ସେଇଟା ବହୁତ ଭଲ ଲାଗିଲା। ଆଉ ଯଦି ମାର୍କ ହିସାବରେ କୁହାଯିବ, ମୁଁ 10ରୁ 9 ଦେବି। ମାନେ ମୋତେ ବହୁତ ଭଲ ଲାଗିଲା। ତାଙ୍କ ଆଳୁଦମ୍ ବି ବହୁତ ଭଲ ହେଇଥିଲା, କିନ୍ତୁ ଟିକେ ରାଗ ହେଇଯାଇଥିଲା। ଯେହେତୁ ମୁଁ ଟିକେ ରାଗ କମ୍ ଖାଏ, ମୋତେ ରାଗ ଟିକେ ଜଣାପଡ଼ିଲା। ଯେଉଁମାନେ ରାଗ ଟିକେ ଅଧିକ ମାନେ ଖାଆନ୍ତି ତାଙ୍କ ପାଇଁ ପୁରା ପରଫେକ୍ଟ। ଆଉ ସବୁ ଠିକ୍ ଥିଲା। ଘୁଗୁନି ବି ଭଲ ହେଇଥିଲା, ଆଉ ଯେଉଁ ଦହି ବି ପକେଇଲେ ସେଟା ବି ଭଲ ହେଇଥିଲା। ସବୁ ବହୁତ ଭଲ ହେଇଥିଲା। ମାନେ ମୁଁ ତ ଖାଇକି ଆସିଲି, ଖାଇବା ବହୁତ ଭଲ ହେଇଥିଲା। ଆପଣମାନେ ଥରେ ଆସନ୍ତୁ, ଥରେ ଟେଷ୍ଟ କରି ନିହାତି ଜାଣନ୍ତୁ। ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା? ଯଦି ଭଲ ଲାଗେ ତ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। କାହିଁକିନା ଆପଣଙ୍କ ଭଲ ପାଇବା ଆଉ ସପୋର୍ଟ ମୋତେ ନିହାତି ଦରକାର। ଆପଣମାନେ ମୋତେ ପୂର୍ବ ଭିଡ଼ିଓରେ ବହୁତ ସାରା ଭଲ ପାଇ ଦେଇଥିଲେ, ବହୁତ ସାରା ସପୋର୍ଟ ମଧ୍ୟ କରିଥିଲେ। ସବୁ ଭିଡ଼ିଓରେ ଏଇଭଳିଆ ଭଲ ପାଇ ଦିଅନ୍ତୁ, ଏଇଭଳିଆ ସପୋର୍ଟ କରନ୍ତୁ। ଆଉ ମୋତେ ୟୁଟ୍ୟୁବରେ ଯେତିକି ଭଲ ପାଇବା ଦେଉଛନ୍ତି ନା, ମୋତେ ଫେସବୁକ୍ରେ ସେତିକି ଭଲ ପାଇ ଦିଅନ୍ତୁ, ସେତିକି ସପୋର୍ଟ କରନ୍ତୁ। ଆଉ ଆପଣମାନେ ଗଛ ଲଗାନ୍ତୁ, ପରିବେଶ ସୁରକ୍ଷିତ ରଖନ୍ତୁ, ଦୁନିଆ ବଞ୍ଚାନ୍ତୁ। ରହିଲି, ଜୟ ଜଗନ୍ନାଥ। ଦେଖା ହେବା ନେକ୍ସଟ ଭିଡ଼ିଓରେ। ମୁଁ ଆପଣମାନଙ୍କୁ ଲୋକେସନ୍ କହୁଛି, ଆପଣମାନେ କଟକ ବକ୍ସି ବଜାରରୁ ଆପଣ କ୍ଲବ୍ ଆଣ୍ଡ କ୍ଲବ୍ ଆସିବେ। ଆସିବା ଭିତରେ ବାଁ ସାଇଡ଼୍ରେ ଦେଖିପାରୁଥିବେ ହନୁମାନ ମନ୍ଦିର ଅଛି, ଆଉ ଡାହାଣ ସାଇଡ଼୍ରେ ବିଜୟ ଭାଇଙ୍କ ଦହିବରା ଷ୍ଟଲ୍ ଅଛି। ଆଉ ଡେସ୍କ୍ରିପସନ୍ରେ ଗୁଗୁଲ୍ ଲିଙ୍କ୍ ଅଛି, ଆପଣମାନେ ଦେଖିପାରିବେ।